ଆଜି ଆସନ୍ତୁ ଆମ୍ଭେ ଉପଦେଶ ଶୀର୍ଷକ ଉଠ ଦୀପ୍ତିମତୀ ହୁଅ ର ସହିତ ପରମେଶ୍ୱରଙ୍କ ବାକ୍ୟ ଭାଗ କରିବା। ଏହି ବିଷୟ ଅନ୍ତର୍ଗତ ଆସନ୍ତୁ ଆମ୍ଭେ ଆତ୍ମିକ ଭାବରେ ଶୋଇବାର ଅର୍ଥ ବିଷୟରେ ବିଚାର କରିବା। ବାଇବେଲ ପ୍ରାୟତଃ କହେ ସତର୍କ ରୁହ ଏବଂ ଜାଗ୍ରତ ରୁହ, ଜାଗ୍ରତ ରୁହ ଏବଂ ଶୈତାନର ସାମ୍ନା କର ଆଉ ଇତ୍ୟାଦି। କ'ଣ ହେବ ଯଦି ଆମ୍ଭେ ଆତ୍ମିକ ଭାବରେ ଜାଗ୍ରତ ହୋଇପାରିବା ନାହିଁ? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯଦି ଆମ୍ଭେ ଗଭୀର ଏବଂ ଦୀର୍ଘ ଆତ୍ମିକ ନିଦରେ ରହିଥାଉ, ତେବେ ଅସହାୟ ହୋଇ ବିପଦରେ ପଡ଼ିବା। ଏଥିପାଇଁ ବାଇବେଲ ଆମ୍ଭମାନଙ୍କୁ ସତର୍କ ରୁହ, ସ୍ୱଚ୍ଛ ମନ ହୁଅ ଏବଂ ଉଠ ଏହିପରି ଅନେକ ଶିକ୍ଷା ଦେଇଥାଏ। ଏହି ବିଷୟରେ ଶିକ୍ଷା ଦେବା ପାଇଁ ପରମେଶ୍ୱର ବାଇବେଲରେ ଶାରୀରିକ ଇସ୍ରାଏଲମାନଙ୍କ ଅନେକ ମାମଲା ରିପୋର୍ଟ କରିଛନ୍ତି, ଯେଉଁମାନେ ଶୋଇବା ସମୟରେ ଲଜ୍ଜିତ ହୋଇଥିଲେ। ଆଜି ଆସନ୍ତୁ ଆମ୍ଭେ ସେଥିମଧ୍ୟରୁ ଦୁଇଟି ମାମଲା ଉପରେ ନଜର ପକାଇବା। ଆସନ୍ତୁ ଆମ୍ଭେ ରାଜା ସାଉଲ ଏବଂ କିଣାନୀୟ ସୈନ୍ୟ ଦଳର ମୁଖ୍ୟ ସିସେରାଙ୍କ ମାମଲାରେ ବୁଝିବା ଯେ ଯଦି ଆମ୍ଭେ ଗଭୀର ଆତ୍ମିକ ନିଦରୁ ଶୀଘ୍ର ଜାଗ୍ରତ ନ ହେବା, ତେବେ ଆମ୍ଭେ ମଧ୍ୟ ଆତ୍ମିକ ବିପଦରେ ପଡ଼ିଯାଇପାରୁ। ଆସନ୍ତୁ ଆମ୍ଭେ ପ୍ରଥମ ସାମୁଏଲ ଅଧ୍ୟାୟ 26 ଉପରେ ଏକ ନଜର ପକାଇବା। ରାଜା ସାଉଲ ଦାଉଦଙ୍କ ପ୍ରତି ଈର୍ଷା କରୁଥିଲେ ଓ ଏଥିପାଇଁ ସେ ତାଙ୍କୁ ମାରିବା ପାଇଁ ତାଙ୍କର ପିଛା କଲେ। ଏହି କାରଣରୁ ଦାଉଦ ସର୍ବଦା ସାଂଘାତିକ ପରିସ୍ଥିତିରେ ଥିଲେ। ତଥାପି ଦାଉଦ କହିଲେ, ପରମେଶ୍ୱର ରାଜା ସାଉଲଙ୍କୁ ଅଭିଷିକ୍ତ କରିଛନ୍ତି, ତେବେ ମୁଁ କିପରି ପରମେଶ୍ୱରଙ୍କ ଅଭିଷିକ୍ତଙ୍କୁ ପ୍ରତିରୋଧ କରିପାରିବି? ଆସନ୍ତୁ ଆମ୍ଭେ ସେହି ଦୃଶ୍ୟକୁ ଦେଖିବା ଯେଉଁଠାରେ ଦାଉଦ ରାଜା ସାଉଲଙ୍କୁ, ଯିଏ ଦାଉଦଙ୍କ ସଚ୍ଚୋଟତାକୁ ଚିହ୍ନି ପାରିଲା ନାହିଁ, କୌଣସି କ୍ଷତି ପହଞ୍ଚାଇଲା ନାହିଁ। ଆସନ୍ତୁ ଆମ୍ଭେ ପ୍ରଥମ ସାମୁଏଲ ଅଧ୍ୟାୟ 26 ପଦ 6 ଦେଖିବା। ଏଥିରେ ଦାଉଦ ହିତୀୟ ଅହିମେଲେକଙ୍କୁ ଓ ସରୁୟାର ପୁତ୍ର ଜୋୟାବର ଭ୍ରାତା ଅବିଷୟକୁ ଉତ୍ତର ଦେଇ କହିଲେ, ମୋ ସଙ୍ଗରେ ଛାଉଣି କି ସାଉଲଙ୍କ ନିକଟକୁ କିଏ ଯିବ? ତହିଁରେ ଅବିଷୟ କହିଲା, ମୁଁ ତୁମ୍ଭ ସଙ୍ଗେ ଯିବି। ତହୁଁ ରାତ୍ରି ବେଳେ ଦାଉଦ ଓ ଅବିଷୟ ଲୋକମାନଙ୍କ ନିକଟକୁ ଗଲେ। ଆଉ ଦେଖ, ସାଉଲ ଶଗଡ଼ବନ୍ଦୀ ସ୍ଥାନ ମଧ୍ୟରେ ଶୟନ କରି ନିଦ୍ରିତ ହୋଇଅଛନ୍ତି। ତାଙ୍କର ବର୍ଚ୍ଛା ତାଙ୍କ ମସ୍ତକ ପାଖ ଭୂମିରେ ମରା ହୋଇଅଛି। ପୁଣି ଅବନର ଓ ଲୋକମାନେ ତାଙ୍କର ଚାରିଆଡ଼େ ଶୋଇଅଛନ୍ତି। ସେତେବେଳେ ଅବିଷୟ ଦାଉଦଙ୍କୁ କହିଲେ, ପରମେଶ୍ୱର ଆଜି ଆପଣଙ୍କ ଶତ୍ରୁକୁ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ଏଣୁ ଏବେ ଏହି ବର୍ଚ୍ଛାରେ ତାହାକୁ ଆଘାତ କରି ଏକାଥରକେ ଭୂମିରେ ବିଦ୍ଧ କରିବାକୁ ମୋତେ ଅନୁମତି ଦିଅନ୍ତୁ। ମୁଁ ତାହାକୁ ଦୁଇଥର ଆଘାତ କରିପାରିବି ନାହିଁ। ଏଥିରେ ଦାଉଦ ଅବିଷୟକୁ କହିଲେ, ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ? ଆହୁରି ଦାଉଦ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ତାଙ୍କୁ ଆଘାତ କରିବେ, ଅବା ତାଙ୍କର ମରଣ ଦିନ ଉପସ୍ଥିତ ହେବ, କି ଅବା ସେ ଯୁଦ୍ଧକୁ ଯାଇ ବିନଷ୍ଟ ହେବେ। ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋ ଠାରୁ ଦୂର କରନ୍ତୁ। ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇ ଆସ, ଆମ୍ଭେମାନେ ଯିବା। ତହୁଁ ଦାଉଦ ସାଉଲଙ୍କର ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ। ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ କି ଜାଣିଲା ନାହିଁ, କି କେହି ଜାଗିଲା ନାହିଁ, କାରଣ ସମସ୍ତେ ନିଦ୍ରିତ ଥିଲେ, ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ। ଯେତେବେଳେ ସାଉଲ ଲୋକମାନଙ୍କୁ ଗୀତ ଗାଉଥିବାର ଶୁଣିଲେ, ସାଉଲ ବୋଧ କଲେ ସହସ୍ର ସହସ୍ର, କିନ୍ତୁ ଦାଉଦ ବୋଧ କଲେ ଅୟୁତ ଅୟୁତ। ତେବେ ଏକ ମନ୍ଦ ଆତ୍ମା ସାଉଲଙ୍କୁ ଆକ୍ରାନ୍ତ କଲେ। ସେବେଠାରୁ ସେ ଈର୍ଷାରେ ପରିପୂର୍ଣ୍ଣ ହେଲେ ଏବଂ ଦାଉଦଙ୍କୁ ମାରିବାକୁ ଚେଷ୍ଟା କଲେ। କିନ୍ତୁ ଦାଉଦ ପରମେଶ୍ୱରଙ୍କ ଅଭିଷିକ୍ତ ସାଉଲଙ୍କ ଉପରେ ଆପଣା ହାତ କଦାପି ଉଠାଇଲେ ନାହିଁ। ସାଉଲ ଏବଂ ତାଙ୍କର ଲୋକମାନେ ଦାଉଦଙ୍କୁ ହତ୍ୟା କରିବା ପାଇଁ ସର୍ବଦା ତାଙ୍କୁ ଗୋଡ଼ାଉଥିଲେ। ଏହା ଦେଖାଇବା ପାଇଁ କି ତାଙ୍କର ସାଉଲଙ୍କୁ ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ଦାଉଦ ଓ ଅବିଷୟ ରାତାରାତି ସାଉଲଙ୍କ ଛାଉଣିକି ଗଲେ, କିନ୍ତୁ ପ୍ରହରୀଗଣ ସମେତ ସମସ୍ତ ଲୋକ ଶୋଇପଡ଼ିଥିଲେ। ତାହା ଦାଉଦଙ୍କ ପାଇଁ ସାଉଲଙ୍କୁ ହତ୍ୟା କରିବାର ସୁଯୋଗ ଥିଲା, କିନ୍ତୁ ସେ ଏମିତି କଲେ ନାହିଁ।
ଏହା ପରିବର୍ତ୍ତେ ସେ ସାଉଲଙ୍କ ଏକ ଜଳପାତ୍ର ନେଇଗଲେ। ପରେ ଦାଉଦ ସାଉଲଙ୍କୁ କହିଲେ, ତୁମ୍ଭେ କାହିଁକି ମୋତେ ମାରିବାକୁ ଚାହୁଁଛ? ଯଦି ମୁଁ ଚାହେଁ ତୁମକୁ 10 କିମ୍ବା 100 ଥର ହତ୍ୟା କରି ସାରିଥାନ୍ତି, କିନ୍ତୁ ମୁଁ ଏମିତି କଲି ନାହିଁ। ସେ କହିଲେ, ସେଦିନ ରାତିରେ ମୁଁ ତୁମ୍ଭ ମସ୍ତକ ପାଖରୁ ଜଳପାତ୍ର ନେଲି। ଏହାଦ୍ୱାରା ଏହା ପ୍ରମାଣ ହେଉଅଛି କି ତୁମ୍ଭକୁ ହତ୍ୟା କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ। ଯେଉଁ ବିଷୟ ଉପରେ ଆମ୍ଭମାନଙ୍କୁ ଧ୍ୟାନ ଦେବାର ଅଛି ତାହା ଏହା କି ଯେତେବେଳେ କେହି ଶୋଇ ରୁହନ୍ତି, ତେବେ ମୃତ୍ୟୁ ସାମ୍ନାରେ ଥିଲେ ମଧ୍ୟ ଅଜ୍ଞାତ ହୋଇ ରହିଥାଏ। ଯଦିଓ ବିନାଶ କିମ୍ବା ମୃତ୍ୟୁ ଆସେ, କିନ୍ତୁ ଯଦି ଲୋକମାନେ ଭାରି ନିଦରେ ଶୋଇଥିବେ, ତେବେ ଏହାକୁ ଅନୁଭବ କରିପାରିବେ ନାହିଁ। ରାଜା ସାଉଲଙ୍କ ମାମଲା ସହିତ ଆସନ୍ତୁ ଆମ୍ଭେ ବିଚାରକର୍ତ୍ତାଙ୍କ ପୁସ୍ତକ ଅଧ୍ୟାୟ 4ରେ ଅନ୍ୟ ମାମଲାକୁ ଦେଖିବା। ବିଚାରକର୍ତ୍ତା ଅଧ୍ୟାୟ 4 ପଦ 17ରେ ଦବୋରା ନାମକ ଭବିଷ୍ୟଦ୍ବକ୍ତା ବାରକଙ୍କୁ କିଣାନର ରାଜା ଜାବନିର ସେନାପତି ସିସରାକୁ ପରାସ୍ତ କରିବାକୁ ପରାମର୍ଶ ଦେଲେ। ସେହି ଦିନଗୁଡ଼ିକରେ ଜାବିନ ଇସ୍ରାଏଲ ମାନଙ୍କୁ 20 ବର୍ଷ ଧରି ଅତ୍ୟାଚାର କରୁଥିଲା। ଆସନ୍ତୁ ଆମ୍ଭେ ସେହି ଦୃଶ୍ୟକୁ ଦେଖିବା, ଯେଉଁଠାରେ କିଣାନର ରାଜା ଜାବିନର ସେନାପତି ଅର୍ଥାତ୍ ସିସରା ଯୁଦ୍ଧରେ ପରାସ୍ତ ହେବା ପରେ ପଳାୟନ କଲା। ଆସନ୍ତୁ ଆମ୍ଭେ ପଦ 17 ଦେଖିବା। ତଥାପି ସିସରା ପାଦଗତିରେ ପଳାଇ ସେହି କେନୀୟ ହେବରର ଭାର୍ଯ୍ୟା ଜାଏଲର ତମ୍ବୁ ଆଡ଼କୁ ଗଲା, କାରଣ ସେ ସମୟରେ ହାତ୍ସୋରର ରାଜା ଜାବିନ ଓ କେନୀୟ ହେବର ବଂଶ ମଧ୍ୟରେ ଐକ୍ୟ ଥିଲା। ଏଥିରେ ଜାଏଲ ସିସରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, ହେ ମୋହର ପ୍ରଭୁ, ଭିତରକୁ ଆସନ୍ତୁ, ମୋହର କତିକି ଆସନ୍ତୁ, ଭୟ ନ କରନ୍ତୁ। ତହିଁରେ ସେ ତାହା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା। ପରାଜିତ ହେବା ପରେ ସିସରା ପଳାଇ ଯାଇ ଆପଣା ମିତ୍ର ପାଖକୁ ଗଲା। ପଦ 18 କହେ, ଏଥିରେ ଜାଏଲ ସିସରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, ହେ ମୋହର ପ୍ରଭୁ, ଭିତରକୁ ଆସନ୍ତୁ, ମୋହର କତିକି ଆସନ୍ତୁ, ଭୟ ନ କରନ୍ତୁ। ତହିଁରେ ସେ ତାହା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା। ସେତେବେଳେ ସିସରା ତାହାକୁ କହିଲା, ମୋତେ ଟିକେ ଜଳ ପିଆଅ ନା, ମୁଁ ତୃଷିତ ଅଟେ। ତହିଁରେ ସେ ଦୁଗ୍ଧ କୁମ୍ପା ଫିଟାଇ ପାନ କରିବାକୁ ଦେଇ ତାକୁ ଘୋଡ଼ାଇ ରଖିଲା। ଏଥି ଉତ୍ତାରେ ସିସରା ତାହାକୁ କହିଲା, ତୁମ୍ଭେ ତମ୍ବୁ ଦ୍ୱାରରେ ଛିଡ଼ା ହୋଇଥାଅ। ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ଏଠାରେ କୌଣସି ମନୁଷ୍ୟ ଅଛି କି? ତେବେ ତୁମ୍ଭେ କହିବ, କେହି ନାହିଁ। ଆମ୍ଭମାନଙ୍କୁ ବୁଝିବା ଉଚିତ କି ଶୋଇବା ମୃତ୍ୟୁର କାରଣ ହୋଇପାରେ। ଅନନ୍ତ ହେବରର ଭାର୍ଯ୍ୟା ଜାଏଲ ତମ୍ବୁର ଗୋଟିଏ ମେଖ ଓ ହାତୁଡ଼ି ହାତରେ ନେଇ ଧୀରେ ଧୀରେ ତାହା ପାଖକୁ ଯାଇ ତାହାର କର୍ଣ୍ଣମୂଳରେ ସେହି ମେଖ ମାରନ୍ତେ ତାହା ଫୁଟି ଭୂମିକି ଗଲା। କାରଣ ସେ ଘୋର ନିଦ୍ରାରେ ଥିଲା, ତେଣୁ ସେ ମୂର୍ଚ୍ଛିତ ହୋଇ ମଲା। ଆସନ୍ତୁ ଆମ୍ଭେ ପଦ 22 ଦେଖିବା। ଆଉ ଦେଖ, ବାରାକ ସିସରାର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ଜାଏଲ ତାହାକୁ ଭେଟିବା ପାଇଁ ବାହାରକୁ ଯାଇ କହିଲା, ଆସ, ତୁମ୍ଭେ ଯାହାକୁ ଖୋଜୁଅଛ ମୁଁ ସେହି ମନୁଷ୍ୟକୁ ଦେଖାଇବି। ତହିଁରେ ସେ ତାହା ନିକଟକୁ ଆସିଲା। ଆଉ ଦେଖ, ସିସରା ମୃତ ହୋଇ ପଡ଼ିଅଛି, ଆଉ ତାହାର କର୍ଣ୍ଣମୂଳ ଭିତରେ ତମ୍ବୁ ମେଖ ରହିଅଛି। କିଣାନର ରାଜା ଜାବନିର ସେନାପତି ଅର୍ଥାତ୍ ସିସରା, ଯିଏ 20 ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ମାନଙ୍କୁ ଅତ୍ୟାଚାର କରିଥିଲା, ଶେଷରେ ମରିଗଲା, କାରଣ ସେ ଗଭୀର ନିଦ୍ରାରେ ଥିଲା। ସେ ସେଠାକୁ ଯାଇ ଯାହାଙ୍କର କିଣାନର ରାଜାଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା ଶରଣ ମାଗିଲା, ଯାହା ଫଳରେ ସେ କିଛି ସମୟ ପାଇଁ ବିଶ୍ରାମ ନେଇପାରିବ। ଶେଷରେ ସେ ଶୋଇଥିବା ସମୟରେ ତାଙ୍କୁ ହତ୍ୟା କରାଗଲା। ସିସରାଙ୍କ ନିଦ୍ରା ଓ ମୃତ୍ୟୁର ଦୃଶ୍ୟ ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କୁ ଅନେକ ଗୁଡ଼ିଏ ଶିକ୍ଷା ଦେଉଛନ୍ତି। ରାଜା ସାଉଲ ଗଭୀର ନିଦ୍ରା ଏବଂ ବିପଦରେ ଥିଲେ, ଯେହେତୁ ଦାଉଦ ଚାହିଁଲେ ତାଙ୍କୁ ହତ୍ୟା କରିଥାନ୍ତେ। କିଣାନୀୟ ସେନାର ପ୍ରଧାନ ସିସରା ମଧ୍ୟ ଗଭୀର ନିଦରେ ଶୋଇପଡ଼ିବାରୁ ହତ୍ୟା କରାଯାଇଥିଲା। ତେବେ ଆମ୍ଭମାନଙ୍କ ଆତ୍ମିକ ଅବସ୍ଥା ବିଷୟରେ କ'ଣ? ଯଦି ଆମ୍ଭେ ଆତ୍ମିକ ରୂପେ ଗଭୀର ନିଦରେ ଶୋଇପଡ଼ୁ, ତେବେ ଆମ୍ଭେ ଯେକୌଣସି ସମୟରେ ଶୈତାନ ଦ୍ୱାରା ନଷ୍ଟ ହେବାର ବିପଦରେ ପଡ଼ିଯିବା। ତେଣୁ ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲର ସମସ୍ତ ଶିକ୍ଷା ଏବଂ ଆପଣା ଭବିଷ୍ୟତ ବକ୍ତାମାନଙ୍କ ମାଧ୍ୟମରେ ଆମ୍ଭମାନଙ୍କୁ ଚେତନା ଦିଅନ୍ତି। ସତର୍କ ରୁହ ଏବଂ ଜାଗ୍ରତ ରୁହ।
ଏହାର ଅର୍ଥ ନୁହେଁ ଯେ ଆମ୍ଭମାନଙ୍କୁ ଶାରୀରିକ ଭାବରେ ଜାଗ୍ରତ ରହିବାକୁ ପଡ଼ିବ। ଏହାର ଅର୍ଥ ହେଉଛି ଆମ୍ଭମାନଙ୍କୁ ବିଶ୍ୱାସକୁ ହରାଇବା ବିନା ସତର୍କ ହେବା ଉଚିତ। ଯେତେବେଳେ ସାଉଲ ଶୋଇପଡ଼ିଥିଲେ ତେବେ ସେ ଜାଣିନଥିଲେ ଯେ ବିନାଶ ତାଙ୍କ ନିକଟରେ ଅଛି। ଯେତେବେଳେ ଶିଷ୍ୟରା ଗଭୀର ନିଦ୍ରାରେ ଥିଲେ ତେବେ ତାଙ୍କୁ ହତ୍ୟା କରାଗଲା। ଏହି ମାମଲା ମଧ୍ୟରୁ ଆମ୍ଭମାନଙ୍କୁ ଏହାକୁ ଆଉ ଥରେ ବୁଝିବା ଉଚିତ କି କିପରି ଗଭୀର ନିଦ୍ରା ଦୁଃଖଦ ବିନାଶର କାରଣ ହୋଇପାରେ। ତେଣୁ ଆମ୍ଭମାନଙ୍କୁ ଆବଶ୍ୟକ କି ଆମ୍ଭେ ଗଭୀର ନିଦ୍ରାରେ ନ ପଡ଼ି ସତର୍କ ରହିବା। ଆସନ୍ତୁ ଆମ୍ଭେ ପ୍ରଥମ ପିତର ଅଧ୍ୟାୟ 5:7 ଦେଖିବା। ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର। ବାଇବଲ ପଦ 8ରେ କ'ଣ କହେ? ଜାଗ୍ରତ ରୁହ। ଶୈତାନ ସିଂହ ପ୍ରାୟ ଗର୍ଜନ କରି ନିଦ୍ରିତ ଲୋକମାନଙ୍କୁ ଖୋଜିବାରେ ରହେ। ସେ ସେହି ଲୋକମାନଙ୍କର ବିରୋଧ କରିପାରିବ ନାହିଁ ଯେଉଁମାନେ ସଚେତନ। ଯେଉଁମାନେ ଶୋଇପଡ଼ୁଛନ୍ତି ସେମାନଙ୍କ ଉପରେ ସେ ଅନାଇ ରହିଛି। ଯେଉଁମାନଙ୍କଠାରେ ଇଚ୍ଛା ଶକ୍ତି ନାହିଁ ଏବଂ ଯେଉଁମାନେ ଆପଣ ଶତ୍ରୁକୁ ପରାସ୍ତ କରିବାର ପ୍ରତିକୂଳ ପରିସ୍ଥିତିରେ ଅଛନ୍ତି। କିଏ ଦୁର୍ବଳ ହେବାକୁ ଯାଉଛି? କାହାର ବିଶ୍ୱାସ ଥଣ୍ଡା ପଡ଼ିଗଲାଣି? ସ୍ୱର୍ଗର ଭରସା କିଏ ହରାଇଛି? କ'ଣ ଏହା ଏପରି ପରିସ୍ଥିତି ନୁହେଁ ଯେଉଁଥିରେ ସେମାନେ ଆତ୍ମିକ ଭାବରେ ଶୋଇଛନ୍ତି? ଯେକୌଣସି ସମୟରେ ସେମାନଙ୍କର ଶତ୍ରୁ ସେମାନଙ୍କ ଉପରେ ଆକ୍ରମଣ କରିପାରେ ଏବଂ ସେମାନେ ବାହ୍ୟ କାରଣରୁ ନଷ୍ଟ ହୋଇପାରନ୍ତି। ଏହି ପରିସ୍ଥିତି ଆତ୍ମିକ ନିଦକୁ ସୂଚିତ କରେ। ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 24:42କୁ ଯିବା। ଏଠାରେ କୁହାଯାଇଅଛି, ଅତଏବ କ'ଣ କର? ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ ତାହା ତୁମ୍ଭେମାନେ ଜାଣ ନାହିଁ। କିନ୍ତୁ ଏହା ଜାଣିଥାଅ, କେଉଁ ପହରରେ ଚୋର ଆସିବ ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହେଲେ ସେ ଜାଗ୍ରତ ଥାଇ କ'ଣ କରନ୍ତା? ଆପଣା ଗୃହରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ। ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ଡରେ ତୁମ୍ଭେମାନେ ମନେ କରୁନଥିବ ସେହି ଦଣ୍ଡରେ ମନୁଷ୍ୟ ପୁତ୍ର ଆସିବେ। ଏଠାରେ ମଧ୍ୟ ପ୍ରସ୍ତୁତ ହୋଇଥାଉ ଉପରେ ବାରମ୍ବାର ଗୁରୁତ୍ୱ ଦିଆଯାଇଅଛି। ଆସନ୍ତୁ ଆମ୍ଭେ ଅଧ୍ୟାୟ 25:10କୁ ଯିବା। କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି ଯେଉଁମାନେ ପ୍ରସ୍ତୁତ ଥିଲେ ସେମାନେ ତାଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା। ଏଥି ଉତ୍ତାରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇ ଦିଅନ୍ତୁ। କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ। ଅତଏବ କ'ଣ କର? ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ଦଣ୍ଡ ଜାଣ ନାହିଁ। 10 କନ୍ୟାଙ୍କ ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁ ଆମ୍ଭମାନଙ୍କୁ ସେହି ଭବିଷ୍ୟବାଣୀ ବିଷୟରେ ବୁଝାଇଲେ କି ଯେ କହୁଛନ୍ତି ଯେଉଁମାନେ ଜାଗ୍ରତ ନୁହନ୍ତି ସେମାନେ ଅନନ୍ତ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ଯେଉଁମାନେ ଘୁମାଉଛନ୍ତି କିମ୍ବା ଶୋଇଛନ୍ତି ସେମାନେ ଶେଷରେ ଭୟଙ୍କର ବିନାଶର ସମ୍ମୁଖୀନ କରିବେ। ଆସନ୍ତୁ ଆମ୍ଭେ ମାର୍କ ଅଧ୍ୟାୟ 13କୁ ଯିବା। ମାର୍କ ଅଧ୍ୟାୟ 13:33। ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ, କାରଣ ସେ ସମୟ କେବେ ହେବ ତାହା ତୁମ୍ଭେମାନେ ଜାଣ ନାହିଁ। ତାହା ଏହିପରି ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରିକି ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି। ଅତଏବ କାଳେ ଗୃହକର୍ତ୍ତା ଅକସ୍ମାତ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି, ଏଥି ନିମନ୍ତେ ଜାଗ୍ରତ ଥାଅ। କାରଣ ସେ ସନ୍ଧ୍ୟାବେଳେ କି ଅଧରାତିରେ କି କୁକୁଡ଼ା ଡାକିବା ସମୟରେ କି ସକାଳେ କେତେବେଳେ ଯେ ଆସିବେ ତାହା ତୁମ୍ଭେମାନେ ଜାଣ ନାହିଁ। ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି ତାହା ସମସ୍ତଙ୍କୁ କହୁଅଛି, ଜାଗ୍ରତ ଥାଅ। ପରମେଶ୍ୱର ଆମ୍ଭମାନଙ୍କୁ ସର୍ବଦା ଜାଗ୍ରତ ରହିବାକୁ କହୁଛନ୍ତି। ଆସନ୍ତୁ ଆମ୍ଭେ ଲୁକ୍ ଅଧ୍ୟାୟ 12:35କୁ ଯିବା। ତୁମ୍ଭମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ, ଆଉ ପ୍ରଭୁ ବିବାହ ଉତ୍ସବରୁ ବାହୁଡ଼ି ଆସି ଦ୍ୱାରରେ ମାରିବା ମାତ୍ରେ ଯେଉଁ ଲୋକମାନେ ତାଙ୍କ ନିମନ୍ତେ ତତ୍କ୍ଷଣାତ ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ। ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ ସେମାନେ ଧନ୍ୟ।
ସେମାନଙ୍କୁ ଜାଗ୍ରତ ଦେଖିବାକୁ ମିଳିବା ଆବଶ୍ୟକ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ଆପଣର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ। ଆଉ ସେ ଯଦି ଦ୍ୱିତୀୟ କିମ୍ବା ତୃତୀୟ ପହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହେଲେ ସେହି ଦାସମାନେ ଧନ୍ୟ। କିନ୍ତୁ ଏହା ଜାଣିଥାଅ, କେଉଁ ଦଣ୍ଡରେ ଚୋର ଆସିବ ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହେଲେ ସେ ଆପଣା ଗୃହରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ। ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ଡରେ ତୁମ୍ଭେମାନେ ମନେ କରୁନଥିବ, ସେହି ଦଣ୍ଡରେ ମନୁଷ୍ୟପୁତ୍ର ଆସିବେ। ବାଇବଲରେ ଏହି ବାକ୍ୟ ସଜାଗ ରୁହ, ଜାଗ୍ରତ ରୁହ ବାରମ୍ବାର ପୁନରାବୃତ୍ତି କରାଯାଇଅଛି। ତେବେ ଆତ୍ମିକ ରୂପେ ଜାଗ୍ରତ ରହିବା ପାଇଁ ଆମ୍ଭମାନଙ୍କୁ କ'ଣ କରିବା ଉଚିତ? କେଉଁ ପରିସ୍ଥିତିକୁ ଶୋଇବା କିମ୍ବା ଜାଗ୍ରତ ରହିବା ଦ୍ୱାରା ସୂଚିତ କରାଯାଏ? ଆସନ୍ତୁ ଆମ୍ଭେ ପ୍ରଥମ କରନ୍ଥୀୟ ଅଧ୍ୟାୟ 15 ପଦ 34 ଦେଖିବା। ଯଥାର୍ଥ ରୂପେ ଜାଗ୍ରତ ହୁଅ, ଆଉ କ'ଣ? ପାପ ନ କର, କାରଣ କାହାରି କାହାରି ଈଶ୍ୱରଙ୍କ ବିଷୟରେ ଜ୍ଞାନ ନାହିଁ। ଆମ୍ଭେ କହିପାରିବା ଯେ ଜାଗ୍ରତ ହେବା ଏବଂ ପାପ ନ କରିବା ଆତ୍ମିକ ଭାବରେ ଜାଗ୍ରତ ରହିବା। KJV ବାଇବଲ କହେ, ଧାର୍ମିକତା ପାଇଁ ଜାଗ୍ରତ ହୁଅ, କାରଣ କାହାରି କାହାରି ଈଶ୍ୱରଙ୍କ ବିଷୟରେ ଜ୍ଞାନ ନାହିଁ। ମୁଁ ତୁମ୍ଭମାନଙ୍କୁ ଲଜ୍ଜା ନିମନ୍ତେ ଏହି କଥା କହୁଅଛି। ଯେଉଁମାନେ ପାପ ନ କରି ଜାଗ୍ରତ ଅଛନ୍ତି, ଧାର୍ମିକ ଜୀବନଯାପନ କରନ୍ତି। ଆତ୍ମିକ ରୂପେ ଜାଗ୍ରତ ହେବାର ଅବସ୍ଥା, ଯାହା ଠିକ୍ ତାହା କରିବା ଏବଂ ପାପ ନ କରିବାର ଅବସ୍ଥା। ଆସନ୍ତୁ ଆମ୍ଭେ ପ୍ରଥମ କରନ୍ଥୀୟ ଅଧ୍ୟାୟ 16 ଉପରେ ଏକ ନଜର ପକାଇବା। ଅଧ୍ୟାୟ 16 ପଦ 13। ତୁମ୍ଭେମାନେ ଜାଗ୍ରତ ରହି କ'ଣ? ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ। ଏଠାରେ ମଧ୍ୟ ଆମ୍ଭେ ଦେଖିପାରିବା କି ଯେ ପର୍ଯ୍ୟନ୍ତ ଆମ୍ଭେ ବିଶ୍ୱାସରେ ସ୍ଥିର ରହିବା ନାହିଁ, ସେ ପର୍ଯ୍ୟନ୍ତ ଆମ୍ଭେ ଆତ୍ମିକ ଭାବେ ଶୋଇଅଛୁ। ଆମ୍ଭମାନଙ୍କୁ ଆବଶ୍ୟକ କି ଆମ୍ଭେ ଆପଣା ବିଶ୍ୱାସରେ ସ୍ଥିର ରହିବା। ବର୍ତ୍ତମାନ ମୋର ବିଶ୍ୱାସ ଦୁର୍ବଳ, ଏହା ଥଣ୍ଡା ପଡ଼ିଗଲାଣି। ଯେତେବେଳେ ଏହା ଘଟେ ତେବେ ଆପଣ ଅନୁଭବ କରିପାରିବେ। ମୁଁ 10 କନ୍ୟାଙ୍କ ଦୃଷ୍ଟାନ୍ତର କନ୍ୟାଙ୍କ ପରି ଘୁମେଇବାରେ ଲାଗିଛି। ମୁଁ ଠିକ୍ ସାଉଲଙ୍କ ପରି ଶୋଇଥିଲି ଏବଂ ଆସୁଥିବା ବିନାଶ ପ୍ରତି ଧ୍ୟାନ ଦେଲି ନାହିଁ। ଯେପରି ସିସିରାର ଅସାଧାରଣ ମାମଲାରେ ଘଟିଥିଲା, ସେ ଜାଣିନଥିଲେ ମୃତ୍ୟୁ ତାଙ୍କ ନିକଟକୁ ଆସୁଛି ଏବଂ ତାପରେ ସେ ଜଣେ ସ୍ତ୍ରୀଙ୍କ ହାତରେ ମଲା। ଯେତେବେଳେ ସେ ଗଭୀର ନିଦ୍ରାରେ ଥିଲା, ତେବେ କେବଳ ସ୍ତ୍ରୀ ହିଁ ନୁହେଁ, ବାଳକ ମଧ୍ୟ ସିସିରାକୁ ପରାସ୍ତ କରିପାରିଥାନ୍ତା। ଏପରି ଗଭୀର ନିଦ୍ରାରେ ପଡ଼ିଥିବା କୌଣସି ବ୍ୟକ୍ତିଙ୍କ ସହିତ ହୋଇପାରେ। ସମସ୍ତ ସ୍ୱର୍ଗୀୟ ଆଶୀର୍ବାଦ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଗଚ୍ଛିତ ଅଛି, ଗୋଟିଏ ମୁହୂର୍ତ୍ତରେ ହଜିଯିବ। ଏଥିପାଇଁ ପରମେଶ୍ୱର ଆପଣା ସନ୍ତାନମାନଙ୍କୁ କୁହନ୍ତି, ସତର୍କ ରୁହ, ସବୁବେଳେ ଜାଗ୍ରତ ରୁହ। ଯେପରି ଆମ୍ଭେମାନେ ପ୍ରଥମ କରନ୍ଥୀୟ ଅଧ୍ୟାୟ 15ରେ ପଢ଼ିଅଛୁ, ଆମ୍ଭମାନଙ୍କୁ ଆବଶ୍ୟକ କି ଆମ୍ଭେ ଯାହା ଠିକ୍ ତାହା କରିବା ଏବଂ ପାପ କରିବା ବନ୍ଦ କରିଦେବା। ଯେଉଁମାନେ ବିଶ୍ୱାସରେ ସ୍ଥିର ରୁହନ୍ତି, ସେମାନେ କେବେ ଘୁମାନ୍ତିନି କି ଶୋଇପଡ଼ନ୍ତି ନାହିଁ। ସେମାନେ ସର୍ବଦା ଜାଗ୍ରତ ରୁହନ୍ତି। ଆସନ୍ତୁ ଆମ୍ଭେ ଏଫିସିୟ ଅଧ୍ୟାୟ 6 ଦେଖିବା। ଆମ୍ଭେ ଅନିୟମିତ ଭାବରେ ବାଛିପାରିବା ନାହିଁ କି କେଉଁ ଅବସ୍ଥା ଜାଗ୍ରତ ରହିବାକୁ ଏବଂ ଯେକୌଣସି ପରିସ୍ଥିତିକୁ ଶୋଇବାର ଅବସ୍ଥା ଭାବରେ ବ୍ୟାଖ୍ୟା କରାଯାଇଛି। ଆମ୍ଭମାନଙ୍କୁ ଆବଶ୍ୟକ କି ଆମ୍ଭେ ବାଇବଲର ପରିସ୍ଥିତିକୁ ନିକଟରୁ ଦେଖି ସର୍ବଦା ସତର୍କ ଏବଂ ଆତ୍ମନିୟନ୍ତ୍ରିତ ହେବା ଉଚିତ। ଯେତେବେଳେ ଆପଣ ଶୋଇଥିବେ, ତେବେ ଆପଣ ଶୈତାନକୁ ପ୍ରତିରୋଧ କରିପାରିବେ ନାହିଁ। ଆପଣ ଶୈତାନର କୌଣସି ଆକ୍ରମଣ ବିରୋଧରେ ଅସୁରକ୍ଷିତ ରହିବେ। ଆପଣ କିଛି ଅନୁଭବ ହେଉନଥିବା ଜିନିଷ ଦ୍ୱାରା ମଧ୍ୟ ଖସିପାରନ୍ତି। ଆପଣଙ୍କୁ ଆଘାତ ଲାଗିପାରେ କିମ୍ବା ଆପଣଙ୍କର ଆତ୍ମାକୁ ବିନାଶର ପଥରେ ନେଇଯାଇପାରିବେ। ଆସନ୍ତୁ ଆମ୍ଭେ ଏଫିସିୟ ଅଧ୍ୟାୟ 6 ପଦ 10 ଦେଖିବା। ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତିପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ତୁମ୍ଭେମାନେ ଯେପରି ଶୈତାନର ସମସ୍ତ ଚାତୁରୀ ବିରୋଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର। ପଦ 12। କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ ବିରୋଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୋଧରେ, କର୍ତ୍ତାପଣ ବିରୋଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୋଧରେ, ପୁଣି ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୋଧରେ। ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର। ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର। ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜତା ରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ।
सेथि संगे संगे जो द्वारा पापात्मार अग्निबाण सबु निर्बाण करने समर्थ हुओ ସେହି ବିଶ୍ୱାସ ରୂପ ଢାଲ ଧର। ପୁଣି ପରିତାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ଼ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକାନ୍ତ ଉଦ୍ୟମ ଓ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର। ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ମୋତେ ସେହି ସୁସମାଚାରର ନିଗୁଢ଼ ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ପ୍ରଚାର କରିବା ସମୟରେ ବାକ୍ୟ ଦିଆଯିବ। ଲୋକମାନେ ଶୋଇଥିବା ସମୟରେ କୌଣସି ଚାଲିଚଳନ ହୁଏ ନାହିଁ। ତେଣୁ ଶୋଇଥିବା ବ୍ୟକ୍ତି ଆନନ୍ଦ କିମ୍ବା ସୁଖ ଅନୁଭବ କରିପାରିବ ନାହିଁ। ବିଶ୍ୱାସର ଜୀବନ ବଞ୍ଚିବା ବେଳେ ଯଦି ଆମ୍ଭେ ଖୁସିରେ ନୃତ୍ୟ ଜିତିବା ଯଥେଷ୍ଟ ଖୁସି ଅନୁଭବ ହୁଏ ନାହିଁ କିମ୍ବା ଆମ୍ଭେ ଉଲ୍ଲସିତ କିମ୍ବା କୃତଜ୍ଞ ନୁହଁ, ତେଣୁ ନିଶ୍ଚିତ ଯେ ଆମ୍ଭେ ଆତ୍ମିକ ନିଦ୍ରାରେ ଅଛୁ। ଶୋଇଥିବା ଲୋକମାନେ ପରମେଶ୍ୱରଙ୍କ ବାକ୍ୟକୁ ଅଭ୍ୟାସରେ ଆଣିପାରିବେ ନାହିଁ। ଧରାଯାଉ କୌଣସି ବ୍ୟକ୍ତି ଯିଏ ପୂର୍ବରୁ କେବେ ଆମେରିକା ଯାଇନାହିଁ କିମ୍ବା ବିଦେଶ ଯାତ୍ରା କରିନାହିଁ ଆସନ୍ତାକାଲି ଯାତ୍ରା ପାଇଁ ବାହାରିବ, କ'ଣ ସେ ରାତିରେ ଶୋଇପାରିବ? ମୋତେ କେଉଁ ଜିନିଷ ପ୍ରସ୍ତୁତ କରିବା ଆବଶ୍ୟକ? ସେଠାରେ ଗରମ କିମ୍ବା ଥଣ୍ଡା ହେବ? ଏହି ଏବଂ ସେହି ଚିନ୍ତାଧାରା ହେତୁ ସେ ଅଶାନ୍ତ କିମ୍ବା ଉତ୍ତେଜିତ ହୋଇପାରନ୍ତି। ଆମ୍ଭେ ସ୍ୱର୍ଗୀୟ ଲୋକମାନଙ୍କ ବିଷୟରେ କ'ଣ? ଯେହେତୁ ଆମ୍ଭେ ସ୍ୱର୍ଗ ରାଜ୍ୟର ଆଶା କରୁ, ତେବେ ଆମ୍ଭେ ଏହାକୁ ଅପେକ୍ଷା କରିଛୁ କି ନାହିଁ? କୌଣସି ଶୋଇଥିବା ବ୍ୟକ୍ତିକୁ ନା ତ ଖୁସିର ଅନୁଭବ ହୁଏ ଆଉ ନା ହିଁ ଖୁସିରେ ନାଚିପାରେ। କେବଳ ଜାଗ୍ରତ ହୋଇଥିବା ବ୍ୟକ୍ତି ଖୁସି, ଆନନ୍ଦ ଏବଂ କୃତଜ୍ଞତା ଅନୁଭବ କରିପାରେ। ଯେମିତି ଏଫେସୀୟ ଅଧ୍ୟାୟ 6 କହେ, ଯେଉଁ ବ୍ୟକ୍ତି କହେ ମୋତେ ସେହି ସୁସମାଚାର ନିଗୁଢ଼ ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ଦିଅ, ସେ ଜାଗ୍ରତ ହୋଇଅଛି। ଥରେ ଆମ୍ଭେ ପରମେଶ୍ୱରଙ୍କ ସହ ସହମତ ହେବା ପରେ ଆମ୍ଭେ ଅନୁଭବ କରିପାରିବା କି ଆମ୍ଭମାନଙ୍କୁ ଏପରି କାହିଁକି କରିବା ଉଚିତ। ପରମେଶ୍ୱରଙ୍କ ବାକ୍ୟ ସର୍ବଦା ଆମ୍ଭମାନଙ୍କ ଲାଭ ପାଇଁ ଦିଆଯାଇଅଛି। ଯଦିଓ ଆପଣ ଛୁଟିରେ କିମ୍ବା ଘରେ କିମ୍ବା ଆପଣ ସାଙ୍ଗମାନଙ୍କ ସହିତ ଅଛନ୍ତି, ସେମାନଙ୍କୁ ସୁସମାଚାର ପ୍ରଚାର କରିବା ଭଲ। ଯଦିଓ ସେମାନେ ଶୁଣନ୍ତୁ କି ନାହିଁ, ଆମ୍ଭେ ସେମାନଙ୍କୁ ଶୁଣାଇବା ଉଚିତ। ଏହା ଜାଗ୍ରତ ହୋଇଥିବା ଲୋକଙ୍କର କାର୍ଯ୍ୟ। ଜାଗ୍ରତ ରହିବା ଏବଂ ଶୋଇବା ମଧ୍ୟରେ ପାର୍ଥକ୍ୟ କରିବା ପାଇଁ ଆସନ୍ତୁ ଆମ୍ଭେ କଲୋସୀୟ ଅଧ୍ୟାୟ 4 ଦେଖିବା। ଆସନ୍ତୁ ଆମ୍ଭେ କଲୋସୀୟ ଅଧ୍ୟାୟ 4 ପଦ 2 ଦେଖିବା। ପ୍ରାର୍ଥନାରେ ଏକାଗ୍ର ଭାବେ ନିବିଷ୍ଟ ଥାଅ, ପୁଣି ଧନ୍ୟବାଦ ସହ ସେଥିରେ କ'ଣ? ଜାଗ୍ରତ ଥାଅ। ଆମ୍ଭମାନଙ୍କୁ ପ୍ରାର୍ଥନାରେ ରହିବା ଆବଶ୍ୟକ। ଯେତେବେଳେ ଆମ୍ଭେ ପ୍ରାର୍ଥନା କରୁ, ତେବେ ଆମ୍ଭମାନଙ୍କ ମନ କିପରି ହେବା ଉଚିତ? ଆମ୍ଭମାନଙ୍କୁ ସତର୍କ ଏବଂ କୃତଜ୍ଞ ହେବା ଆବଶ୍ୟକ। ଯେଉଁମାନେ ଶୋଇଛନ୍ତି ସେମାନେ ସ୍ୱର୍ଗୀୟ ଉତ୍ତରାଧିକାରୀର ମହାନ ପ୍ରତିଜ୍ଞା ପ୍ରତି ଧ୍ୟାନ ଦେଇପାରିବେ ନାହିଁ। ଶୋଇଥିବା ଲୋକମାନେ ଏହାକୁ ଦେଖିପାରିବେ ନାହିଁ କିମ୍ବା ଶୁଣିପାରିବେ ନାହିଁ ଆଉ ନା ହିଁ ଅନୁଭବ କରିପାରିବେ। କୌଣସି ବିଷୟ ଯେତେ ଭଲ ହେଉନା କାହିଁକି, ଯେଉଁ ଲୋକମାନେ ଶୋଇଛନ୍ତି ସେମାନେ ଏହା କହିପାରିବେ ନାହିଁ କି ତାହା ଭଲ କି ମନ୍ଦ। ତେଣୁ ଆମ୍ଭ ସମସ୍ତଙ୍କୁ ସତର୍କ ଏବଂ ଜାଗ୍ରତ ହେବା ଆବଶ୍ୟକ। ଯେ ପର୍ଯ୍ୟନ୍ତ ଆମ୍ଭେ ଜାଗ୍ରତ ହେବା ନାହିଁ, ସିସେରାଙ୍କ ପରି ଆମ୍ଭମାନଙ୍କୁ ହତ୍ୟା କରାଯିବ ଏବଂ ସାଉଲଙ୍କ ପରି ବିପଦରେ ପଡ଼ିଯିବା। ଯଦି ଆମ୍ଭେ ସମସ୍ତେ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦିଆଯାଇଥିବା ସୁସମାଚାରର ମିଶନକୁ ଆଗକୁ ଅଗ୍ରସର କରି ଜାଗ୍ରତ ହେବା ଏବଂ ଆତ୍ମିକ ଭାବରେ ଶୋଇବା ନାହିଁ, ତେବେ ପରମେଶ୍ୱର ସମସ୍ତ ସମସ୍ୟାର ସମାଧାନ କରିବେ। ଯଦି ପୃଥିବୀରେ ଏପରି କିଛି ଅଛି ଯାହା ଆମ୍ଭମାନଙ୍କୁ କରିବା ଉଚିତ, ତେବେ ତାହା ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା ଏବଂ ସମସ୍ତ ଦେଶ ପାଇଁ ଅନନ୍ତ ଘର ସ୍ୱର୍ଗ ଫେରିଯିବା ମାର୍ଗର ସାକ୍ଷ୍ୟ ଦେବା। କ'ଣ ଆମ୍ଭେ ସମସ୍ତଙ୍କୁ ଏ ବିଷୟରେ ଜଣାଇବା ଉଚିତ ନୁହେଁ? ଶେଷରେ ଆସନ୍ତୁ ଆମ୍ଭେ ଦ୍ୱିତୀୟ ତିମୋଥୀ ଅଧ୍ୟାୟ 2 ଦେଖିବା। ଜଣେ ବ୍ୟକ୍ତି ଜାଗ୍ରତ ହେବାର ଦ୍ୱିତୀୟ ପ୍ରମାଣ କ'ଣ? ଆସନ୍ତୁ ଆମ୍ଭେ ଦ୍ୱିତୀୟ ତିମୋଥୀ ଅଧ୍ୟାୟ 2 ପଦ 21 ଦେଖିବା। ଅତଏବ ଯଦି କେହି ସେହି ସମସ୍ତଙ୍କ ଠାରୁ ଆପଣଙ୍କୁ ପରିଷ୍କାର କରେ, ତାହେଲେ ସେ ପବିତ୍ରକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ଏପରି ଏକ ସମାଦରର ପାତ୍ର ହେବ। କିନ୍ତୁ ତୁମ୍ଭେ ଯୌବନ କାଳରେ ଅଭିଳାଷରୁ ପଳାୟନ କରି ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ। ନିର୍ବୋଧ ଓ ବିତଣ୍ଡା ବାଦାନୁବାଦ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହି ସବୁ ଆଗ୍ରହ କର। ପ୍ରଭୁଙ୍କ ଦାସ ବିରୋଧ କରିବା ଉଚିତ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ
ଶିକ୍ଷାଦାନରେ ନିପୁଣ ଓ ସହିଷ୍ଣୁ ହେବା 참으며 ଏବଂ ବିରୋଧୀମାନଙ୍କୁ ମୃଦୁ ଭାବରେ ଶାସନ କରିବା ଉଚିତ, ତାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନପାତ୍ର ହେବା ପାଇଁ ମନ ପରିବର୍ତ୍ତନ ରୂପ ବର ଦେବେ। ଆଉ ଯେଉଁ ଶୈତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ। 갖고 있습니다. 또 여기서 ଏଠାରେ 한 가지 우리가 ଆମ୍ଭେ ଦେଖିପାରିବା କି ଯେଉଁମାନେ ଜାଗ୍ରତ ଅଛନ୍ତି 하나님의 뜻을 잘 ସେମାନେ ପରମେଶ୍ୱରଙ୍କ ଇଚ୍ଛା ଅନୁସରଣ କରନ୍ତି। 하나님의 뜻을 잘 따르는 사람이라고 볼 수 있겠죠. ସେମାନଙ୍କ ବିଷୟରେ କ'ଣ ଯେଉଁମାନେ ଶୋଇଛନ୍ତି? ଯଦିଓ ପରମେଶ୍ୱର ଯେତେଥର କୁହନ୍ତି ନା କାହିଁକି ଏହା ପରମେଶ୍ୱରଙ୍କ ଆଶୀର୍ବାଦ ପାଇବାର ପଥ, ଯଦି ତୁମ୍ଭେ ଏହା କର ତେବେ ଆମ୍ଭେ ସମସ୍ତେ ଶୀଘ୍ର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା। ଯେଉଁମାନେ ଶୋଇଛନ୍ତି ସେମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣିପାରିବେ ନାହିଁ, ଆଉ ନାହିଁ ତାହା ଅଭ୍ୟାସରେ ଆଣିପାରିବେ। ଯଦିଓ ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ଲକ୍ଷ ଲକ୍ଷ ଥର ମଧ୍ୟ ଶୁଣନ୍ତି, କିନ୍ତୁ ଯଦି ସେମାନେ ତାହା ଅଭ୍ୟାସରେ ଆଣିବେ ନାହିଁ, ତେବେ କ'ଣ ସେମାନଙ୍କ ଉପରେ ସେହି ବାକ୍ୟ ସକାରାତ୍ମକ ପ୍ରଭାବ ପକାଇବ? ଯେତେବେଳେ ଭବିଷ୍ୟବାଣୀର ନାୟକମାନେ ପରମେଶ୍ୱରଙ୍କ ବାକ୍ୟ ପ୍ରତି ଜାଗ୍ରତ ହୁଅନ୍ତି ଏବଂ ସେହି ବାକ୍ୟ ଅନୁଯାୟୀ କାର୍ଯ୍ୟ କରିବେ, ତେବେ ସମସ୍ତ ବିଷୟ ସମାପ୍ତ ହେବ। ପରମେଶ୍ୱର ଏହିପରି କାର୍ଯ୍ୟ କରନ୍ତି। କ'ଣ ଏହି ସମସ୍ତ ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ ଦେବା ପାଇଁ ପ୍ରସ୍ତୁତ କରିନାହାନ୍ତି? 하고 있으면 ଯେଉଁମାନେ ଶୋଇଛନ୍ତି ସେମାନେ ଅସହାୟ ହୋଇ 하고 있으면 ସିସୋରା ଏବଂ ସାଉଲଙ୍କ ପରି ହେବେ। 이제는 우리 ଏବେ ଆସନ୍ତୁ ଆମ୍ଭେ ଶୋଇବା ନାହିଁ, କିନ୍ତୁ ଗଭୀର ଆତ୍ମିକ ନିଦ୍ରାରୁ ଜାଗ୍ରତ ହେବା। 깨어서 ଆମ୍ଭେ ଜାଗ୍ରତ ହୋଇ 정신을 ଚେତାରେ ଆସିବା ଉଚିତ। 내가 ଯଦି ଆମ୍ଭେ ଏହା କରିବା ନାହିଁ, 향해서 가는 ଆମ୍ଭେ ସ୍ୱର୍ଗ ଆଡ଼କୁ ଯାଉଅଛୁ କି ସଂସାର ଆଡ଼କୁ 구분도 못하고 ଏବଂ ସାଂସାରିକ ଲୋକମାନଙ୍କ ପରି ବଞ୍ଚିବାକୁ ଲାଗିବା, 식대로 그대로 따라 ତେବେ ଫଳାଫଳ କ'ଣ ହେବ? 그 결과가 어찌 되겠습니까? ଆମ୍ଭେ ଶିଶୁରାଙ୍କ ପରି ବିନଷ୍ଟ ହେବା। 도저히 ବାଇବଲରେ ଶିଶୁରାଙ୍କ ଇତିହାସ ଦ୍ୱାରା 취해 있는 ଯେ ଗଭୀର ନିଦ୍ରାରେ ଥିଲେ, ଜାଗ୍ରତ ହୋଇପାରିଲା ନାହିଁ 나도 ଏବଂ ମୃତ୍ୟୁର ନିକଟରେ ଥିଲା। 성경에 지난 ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି 하나님께서 କି ଆମ୍ଭମାନଙ୍କୁ ଏହି ପ୍ରକାରର ଆତ୍ମିକ ଅବସ୍ଥାରେ 대목이기 때문에 ପଡ଼ିବା ଉଚିତ ନୁହେଁ। 또 우리가 이런 상황에 결단코 오게 해서는 안 되겠습니다. 오늘 ଆଜି ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ସଜାଗ ରହିବାକୁ ଅନେକ ଉପାୟ ଶିଖାଇଛନ୍ତି। 춤을 주셨습니다. ଯାହା ଠିକ୍ ତାହା କର, ପାପ କର ନାହିଁ, ବିଶ୍ୱାସରେ ଦୃଢ଼ ରୁହ, ମନ ଦେଇ ପ୍ରାର୍ଥନା କର, ଧନ୍ୟବାଦ ଦିଅ ଏବଂ ଖୁସିର ସହିତ ପରମେଶ୍ୱରଙ୍କ ଇଚ୍ଛାରେ ଚାଲ। ପରମେଶ୍ୱର ଆମ୍ଭମାନଙ୍କୁ ଏହି ସମସ୍ତ ଶିକ୍ଷାକୁ ଆମ୍ଭମାନଙ୍କ ହୃଦୟରେ ଖୁଦିତ କରିବାକୁ 이 복음을 ଏବଂ ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିବାକୁ କହିଛନ୍ତି। ପରମେଶ୍ୱରଙ୍କ ଏହି ସମସ୍ତ ନିର୍ଦ୍ଦେଶ ଆମ୍ଭମାନଙ୍କୁ ଗଭୀର ନିଦ୍ରାରେ ପଡ଼ିବାରୁ ରୋକିବା ପାଇଁ ତାଙ୍କର ପଦକ୍ଷେପ। 라고 보시면 되겠습니다. ଆମ୍ଭମାନଙ୍କୁ ଜାଗ୍ରତ କରିବା ପାଇଁ ପରମେଶ୍ୱର କହିଲେ, ଉଠ ଦୀପ୍ତିମତୀ ହୁଅ, ସତ୍ୟର ବାକ୍ୟର ସାକ୍ଷୀ ହୁଅ ଏବଂ ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କର। 너희가 ତେବେ ତୁମ୍ଭେ ସେହି ସମସ୍ତ ପରିସ୍ଥିତିକୁ ରୋକିପାରିବ ଯାହା ତୁମ୍ଭକୁ ନିଦ୍ରାରେ ପକାଏ। ଆଉ ଥରେ ପରମେଶ୍ୱରଙ୍କ ଦିଆଯାଇଥିବା ପ୍ରେମ ଏବଂ ଅନୁଗ୍ରହକୁ ସ୍ମରଣ କରି 한번 생각하시면서 ଆସନ୍ତୁ ଆମ୍ଭେ ବିଶ୍ୱବ୍ୟାପୀରେ ପ୍ରଚାର କାର୍ଯ୍ୟକୁ ସମାପ୍ତ କରିବା 영원한 ଏବଂ ଶୀଘ୍ର ସ୍ୱର୍ଗର ଅନନ୍ତ ଘରକୁ ଫେରିଯିବା। 이루어질 수 ଏହାଦ୍ୱାରା ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। 오늘 말씀 ଆପଣଙ୍କୁ ବହୁତ ଧନ୍ୟବାଦ।